ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ଆଜିର ଏହି ଭିଡିଓରେ ଆମେ ଜାଣିବା ଏକାଦଶୀ ବ୍ରତ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା ପାରାୟଣ ସମୟ ଏକାଦଶୀର ମହତ୍ଵ ବ୍ରତର ନିୟମ ପୂଜାବିଧି କଣ ଖାଇବେ ନାହିଁ ବ୍ରତ କଥା ମନ୍ତ୍ର ତେଣୁ ଏହି ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ କାରଣ ଶେଷରେ ମୁଁ କିଛି ଏପରି ଗୁରୁତ୍ୱପୂର୍ଣ୍ଣ କଥା କହିବି ଯାହାକୁ ଅନେକ ଭକ୍ତ ହୁଏତ ଜାଣିନ କାମିକା ଏକାଦଶୀ ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପିତ ସବୁଠାରୁ ପବିତ୍ର ଏକାଦଶୀ ମାନଙ୍କ ଅନ୍ୟତମ 2024 ମସିହାରେ ଏହି ବ୍ରତ ପାଳନ ସମୟ 10 ଅଗଷ୍ଟ 2024 ସକାଳ 6:05 ରୁ ସକାଳ 8:01 ପର୍ଯ୍ୟନ୍ତ ରହୁଛି। କାମ ଶବ୍ଦର ସଂସ୍କୃତ ଅର୍ଥ ହେଉଛି ଇଚ୍ଛା କିମ୍ବା କାମନା। କାମୀ ଅର୍ଥାତ୍ ଯିଏ ଇଚ୍ଛା ବା କାମନା କରେ ଏବଂ କାମିକ ଅର୍ଥାତ୍ ସେଇ କାମନା ସହିତ ସମ୍ବନ୍ଧିତ ବା କାମନା ପୂରଣକାରୀ। ଏହି କାରଣରୁ କାମିକା ଏକାଦଶୀକୁ ଏପରି ଏକ ପବିତ୍ର ଏକାଦଶୀ ବୋଲି କୁହାଯାଏ ଯାହା ସମସ୍ତ ଭକ୍ତଙ୍କ ଦ୍ୱାରା ସର୍ବାଧିକ ଶାସ୍ତ୍ର ଅନୁସାରେ ଏହି ବ୍ରତ ପାଳନ କଲେ ସମସ୍ତ ପାପରୁ ମୁକ୍ତି ଲାଭ ହେଇଥାଏ ଏବଂ ଭକ୍ତଙ୍କ ପାଇଁ ମୋକ୍ଷ ପ୍ରାପ୍ତିର ପଥ ଅତ୍ୟନ୍ତ ସୁଗମ ହୁଏ। ସେଥିପାଇଁ କାମିକା ଏକାଦଶୀକୁ ସବୁଠାରୁ ମହାନ ଓ ପୁଣ୍ୟଦାୟକ ଏକାଦଶୀ ମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ମନାଯାଏ। ଆସନ୍ତୁ ଜାଣିବା ଆମେ କାମିକା ଏକାଦଶୀ ଉପାସରେ କଣ ଖାଇବେ। ଯେଉଁ ଭକ୍ତମାନେ କାମିକା ଏକାଦଶୀ ବ୍ରତ ପାଳନ କରୁଛନ୍ତି ସେମାନେ କ୍ଷୀର ଦହି ଫଳ ସରବତ ସାବୁଦାନା ବାଦାମ ନଡ଼ିଆ ଶକର କନ୍ଦ ବା ମିଠା ଆଳୁ ଇତ୍ୟାଦି ଉପବାସ ଯୋଗ୍ୟ ଖାଦ୍ୟ ଗ୍ରହଣ କରିପାରିବେ। ଉପବାସ ସମୟରେ ଭଗବାନ ଶ୍ରୀବିଷ୍ଣୁଙ୍କୁ ଅତି ନିଷ୍ଠାର ସହିତ ପୂଜା ସମ୍ପନ୍ନ କରିବା ପରେ କୌଣସି ଖାଦ୍ୟ ଗ୍ରହଣ କରିବା ଉଚିତ। ଏଥିସହ ଭୋଗ ପ୍ରସ୍ତୁତ କରିଲା ବେଳେ ପବିତ୍ରତା ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ। ଆସନ୍ତୁ ଜାଣିବା କାମିକା ଏକାଦଶୀ ଉପାସରେ କଣ ଖାଇବେ ନାହିଁ। ଯଦି ଆପଣ କାମିକା ଏକାଦଶୀ ବ୍ରତ ପାଳନ କରୁଛନ୍ତି ତେବେ ଖାଦ୍ୟ ପାନୀୟ ପ୍ରତି ବିଶେଷ ସତର୍କ ରହିବା ଆବଶ୍ୟକ କାରଣ ଉପବାସର ନିୟମ ପାଳନ କରିବା ଦ୍ୱାରା ହିଁ ବ୍ରତ ସଫଳ ହୋଇଥାଏ। ଏହି ଦିନ ଅନ୍ନ ଭୋଜନରୁ ବିରତ ରହିବା ଉଚିତ। ଏହା ଛଡା ମାଂସ ମଦ୍ୟପାନ ପିଆଜ ରସୁଣ ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ସାଧାରଣ ଲୁଣ ତେଲିଆ ଖାଦ୍ୟ ଭଳି ତାମସିକ ଖାଦ୍ୟ ସେବନ ବିରତ ରହିବା ଶାସ୍ତ୍ର ଅନୁସାରେ ଉପବାସର ନିୟମ ଓ ପରମ୍ପରା ଓ ସମ୍ପ୍ରଦାୟ ଅନୁଯାୟୀ ଭିନ୍ନ ହୋଇପାରେ। ନିଜ ପରିବାର କିମ୍ବା ଗୁରୁଜନ ମାନଙ୍କ ପରମ୍ପରା ଅନୁଯାୟୀ ବ୍ରତକୁ ପାଳନ କରିବା ଉତ୍ତମ ଅଟେ। ଆସନ୍ତୁ ଜାଣିବା କାମିକା ଏକାଦଶୀର ପୂଜା ବିଧି କଣ। କାମିକା ଏକାଦଶୀ ଦିନ ଭକ୍ତମାନେ ଭଗବାନ ଶ୍ରୀ ବିଷ୍ଣୁଙ୍କୁ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧାର ସହ ପୂଜା କରିବା ଉଚିତ। ଏହି ଦିନ ସକାଳୁ ଶୀଘ୍ର ଉଠି ସ୍ନାନ କରି ଭଗବାନଙ୍କୁ ତୁଳସୀ ପତ୍ର ଫୁଲ ଫଳ ରାଶି ବା ତେଳ ଅର୍ପଣ କରିବେ। ଏହାପରେ ପଞ୍ଚାମୃତରେ ଅଭିଷେକ କରି ପୂଜା ସମ୍ପନ୍ନ କରିବେ। ପୂଜା ସମୟରେ ଭଗବାନଙ୍କ ସମ୍ମୁଖରେ ଏକ ଘିଅ ଅଥବା ତେଲର ଦୀପ ପ୍ରଜ୍ୱଳନ କରି ଜାଣି ଶୁଣି କିମ୍ବା ଅଜାଣତରେ କରିଥିବା ସମସ୍ତ ପାପ କ୍ଷମା ପାଇଁ ପ୍ରାର୍ଥନା କରିବେ। ତୁଳସୀ ପୂଜାର ବିଶେଷ ମହତ୍ଵ ରହିଛି କାରଣ ତୁଳସୀ ମାତା ଭଗବାନ ଶ୍ରୀବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ଅଟନ୍ତି। ଏହି ଦିନ କେବଳ ତୁଳସୀ ଦେବୀଙ୍କୁ ଦର୍ଶନ କଲେ ମଧ୍ୟ ସମସ୍ତ ପାପ କ୍ଷୟ ହେଉ ବୋଲି ବିଶ୍ୱାସ କରାଯାଏ। ତୁଳସୀଙ୍କ ପୂଜା ଓ ପ୍ରାର୍ଥନା କଲେ ରୋଗ ବ୍ୟାଧି ଆଦି ଦୂର ହୁଏ। ତୁଳସୀ ଗଛରେ ଜଳ ଅର୍ପଣ କଲେ ଯମରାଜଙ୍କ କୋପରୁ ରକ୍ଷା ମିଳେ। ସେଥିପାଇଁ ଅଧିକାଂଶ ହିନ୍ଦୁ ପରିବାରରେ ତୁଳସୀ ଗଛ ରୋପଣ କରାଯାଇଥାଏ। କାମିକା ଏକାଦଶୀ ବ୍ରତରେ ତୁଳସୀ ପୂଜା ବିଶେଷ ସ୍ଥାନ ରହିଛି। ଆସନ୍ତୁ ଜାଣିବା ଉପବାସର ନିୟମ। ଏହି ଦିନ ଭକ୍ତମାନେ ନିର୍ଜଳା କିମ୍ବା ସମ୍ପୂର୍ଣ୍ଣ ଉପବାସ ପାଳନ କରନ୍ତି। ଯଦି ସମ୍ପୂର୍ଣ୍ଣ ଉପବାସ ପାଳନ କରିବା ସମ୍ଭବ ହୁଏ ନାହିଁ ତେବେ ଆଂଶିକ ଉପବାସ ମଧ୍ୟ କରାଯାଇପାରିବ। ଏହି ସମୟରେ ଫଳ କ୍ଷୀର ଏବଂ କ୍ଷୀର ଜାତୀୟ ଦ୍ରବ୍ୟ ମଧ୍ୟ ଗ୍ରହଣ କରିପାରିବେ। ତହିଁ ପରଦିନ ଦ୍ୱାଦଶୀ ତିଥିରେ ବ୍ରାହ୍ମଣଙ୍କୁ ଭୋଜନ କରାଇ ଯଥାସମ୍ଭବ ନିଜର ଶକ୍ତି ଅନୁସାରେ ଧନ ବସ୍ତ୍ର କିମ୍ବା ଦକ୍ଷିଣା ଦାନ କରିବା ପରେ ବ୍ରତ ପାଳନ କରାଯାଏ। କାମିକା ଏକାଦଶୀ ବ୍ରତୀଙ୍କ ପାଇଁ ରାତିରେ ଜାଗରଣ କରି ଭଗବାନ ଶ୍ରୀ ବିଷ୍ଣୁଙ୍କ ନାମରେ ଭଜନ କୀର୍ତ୍ତନ ହରିନାମ ସଂକୀର୍ତ୍ତନ କରିବା ଅତ୍ୟନ୍ତ ଶୁଭ ମନା ଯାଇଥାଏ। ଏହି ଦିନ ବିଷ୍ଣୁ ସହସ୍ର ନାମ ପାଠ କରିବା
ओम नमो भगवते वासुदेवाय तथा ओम नमो नारायणाय एवं विष्णुकर गायत्री मंत्र ओम नारायण विद्महे वासुदेवाय विद्महे तन्नो श्री विष्णु प्रचोदयात ये सब मंत्र को जप करिबा अत्यंत मंगलमय एवं पुण्यदायक बोली शास्त्र वर्णित रही। आसतु जानिबा कामिका एकादशी महत्व। कामिका एकादशी भगवान श्री विष्णु श्रीधर स्वरूप को समर्पित एक अत्यंत पवित्र एकादशी अटे। समग्र विश्व हिंदू भक्त माने एई दिन को अत्यंत भक्ति और श्रद्धार सहित पालन करती। विश्वास करा जाए पवित्र एकादशी व्रत पालन कले समस्त पाप क्षय हुए, भक्त मोक्ष लाभ करती। एथिस कामिका एकादशी व्रत पालन कले पितृदोष मुक्ति मिलता है। आसतु आमे जानिबा कामिका एकादशी व्रत कथा। पद्म पुराण वर्णित कामिका एकादशी व्रत कथा अनुसार धर्मराज युधिष्ठिर भगवान श्रीकृष्ण को थरे पचारे, हे गोविंद, श्रावण मासर कृष्ण पक्ष पड़ुवा एकादशी नाम और महिमा विषय आपण अनुकंपा करी कहिबे कि? भगवान श्रीकृष्ण कहले, हे राजन, मनोयोग सह मु आपको सही पवित्र कथा कहूची जहाँ को पूर्वर ब्रह्मा देवर्षि नारद कही। देवर्षि नारद ब्रह्मा जी को थरे पचारे, हे कमलासन, श्रावण मासर कृष्ण पक्ष पड़ुवा एकादशी नाम, अधिष्ठाता देवता, व्रत विधि एवं यार धार्मिक महत्व विषय कृपा करी विस्तार भाव बुझातु। ब्रह्मा कहले, हे नारद, एकाग्र चित्तर तुम्हें यही एकादशी नाम है कामिका एकादशी। यह श्रावण मासर कृष्ण पक्ष पड़ी था एवं समस्त प्राणी कल्याण करे। केवल यही व्रतर महिमा श्रवण करने द्वारा कालय यज्ञ करने समय समान पुण्य लाभ होता है। जो व्यक्ति शंख चक्र गदाधारी भगवान श्री विष्णु को यही दिन भक्ति निष्ठा सहित पूजा करती कि ध्यान करती, से अपार करुणा लाभ करती एवं अपार पुण्य लाभ करती। यही दिन भगवान श्री कृष्ण को पूजा करी जो पुण्य मिले ता गंगा स्नान, काशी, नैमिष, सारण्य कि पुष्कर तीर्थ दर्शन कले सहजरे मिले ना। गुरु सिंह राशि समय अथवा बृहस्पति सिंह राशि समय गोदावरी किंबा दंडकारण्य स्नान कर जो पुण्य मिलता है कामिका एकादशी पालन कले से समान फल प्राप्त होता है। जो पुण्य सोना रूपा भूमि पोखरी गाईदान कले मिले, कामिका एकादशी व्रत केवल पान कले से पुण्य लाभ होता है। श्रावण मासरे भगवान श्री विष्णु को पूजा करवा देवता, गंधर्व, नाग और अन्य दिव्य सत्ता मान पूजा समान बोली वर्णित होती। तेणु जो मैंने पापर मुक्ति चाहते से निज सामर्थ्य अनुसार यही दिन भगवान श्री विष्णु को भक्ति भाव पूजा करने उचित। संसार रूपी पापर कादुरे बुड़ी रही मनुष्यों कामिका एकादशी व्रत सर्वश्रेष्ठ एवं पापनाशक व्रत अटे। यही पवित्रतार समकक्ष कौन व्रत ना। स्वयं भगवान श्री विष्णु कामिका एकादशी व्रत पालन करुवा भक्त जो पुण्य लाभ करती परम ब्रह्म ज्ञान साधना द्वारा सहजरे प्राप्त हुए ना। कामिका एकादशी व्रतर फल एवं महिमा विषय आसतु जानिबा। जो भक्त माने कामिका एकादशी व्रत पालन करी सारा राति जागरण करती सेमानकु यमराज को भय किबा कौनसी विपद स्पर्श करे नाही। एही व्रतर प्रभाव रे सेमाने केबे मध्य निम्न किबा अधर्म परिवार रे जन्म ग्रहण करती नाही। जो महापुरुष माने परम मुक्ति लाभ करिसंती सेमाने मध्य एही कामिका एकादशी व्रत पालन करी सेही गति को प्राप्त करथिले। तेणु प्रत्येक भक्त को निज सामर्थ्य शक्ति अनुसार यही व्रत निष्ठा सह पालन करने उचित। तुलसी पत्र भगवान श्री विष्णु को पूजा कले मनुष्यर समस्त पाप नाश हुए। जेपरी पद्मपत्र पानी रही पानी संश्लिष्ट हुए ना, सेहीपरि भक्त मध्य पापरु अस्पृह रही थांती। एक तुलसी पत्र अर्पण करी श्रीहरि को पूजा कले सुना किंबा बहु परिमाण रूपादान करने सहित समान पुण्य लाभ होता है। भगवान श्री विष्णु मूल्यवान रत्न, मोती, वैदुर्य किंबा प्रवाल अपेक्षा तुलसी पत्र को अधिक पसंद करती। तुलसीर कमल पत्र
କିମ୍ବା ମନ୍ଦିରରେ ଶ୍ରୀହରିଙ୍କ ପୂଜା କଲେ ଜନ୍ମ ଜନ୍ମାନ୍ତର ସଞ୍ଚିତ ପାପ ନଷ୍ଟ ହୋଇଥାଏ। ସେଇ ପବିତ୍ର ତୁଳସୀଙ୍କୁ ମୋର ପ୍ରଣାମ, ଯାହାଙ୍କ ଦର୍ଶନରେ ପାପନାଶ ହୁଏ, ସ୍ପର୍ଶରେ ଶରୀର ପବିତ୍ର ହୁଏ, ପ୍ରଣାମ କଲେ ରୋଗ ନାଶ ହୁଏ। ତୁଳସୀ ଜଳ ଛିଞ୍ଚିଲେ ଯମରାଜ ମଧ୍ୟ ଭୟ କରନ୍ତି। ଯାହାଙ୍କ ସାନ୍ନିଧ୍ୟ ଭଗବାନ ଶ୍ରୀ କୃଷ୍ଣଙ୍କର କୃପା ଲାଭ କରାଏ ଏବଂ ଯାହାକୁ ଭଗବାନଙ୍କ ଶ୍ରୀଚରଣରେ ଅର୍ପଣ କଲେ ତୁରନ୍ତ ମୁଖ୍ୟ ଲାଭ ହୋଇଥାଏ। କାମିକା ଏକାଦଶୀ ଦିନ ଯେଉଁ ଭକ୍ତ ଭଗବାନ ଶ୍ରୀବିଷ୍ଣୁଙ୍କ ସମ୍ମୁଖରେ ଦିନ ରାତି ଅଖଣ୍ଡ ଦୀପ ପ୍ରଜ୍ୱଳିତ କରନ୍ତି ସେମାନଙ୍କର ପୁଣ୍ୟ ପରିମାଣ ସ୍ୱୟଂ ଚିତ୍ରଗୁପ୍ତ ମଧ୍ୟ ବର୍ଣ୍ଣନା କରିପାରନ୍ତି ନାହିଁ। ସେହି ଭକ୍ତଙ୍କର ପିତୃପୁରୁଷ ମାନେ ସ୍ୱର୍ଗଲୋକରେ ସଦା ସର୍ବଦା ବାସ କରନ୍ତି ଏବଂ ଅମୃତ ପାନ କରି ସନ୍ତୁଷ୍ଟ ରୁହନ୍ତି। ଯେଉଁ ବ୍ୟକ୍ତି ଘିଅ କିମ୍ବା ରାଶି ତେଲରେ ଦୀପ ଜାଳନ୍ତି ସେ 100 କୋଟି ଦୀପଦାନ ପୁଣ୍ୟ ଲାଭ କରି ସୂର୍ଯ୍ୟଲୋକ ପ୍ରାପ୍ତ କରନ୍ତି। ଏହିପରି କାମିକା ଏକାଦଶୀ ବ୍ରତର ଅପାର ମହିମା ରହିଛି। ଏହି ବ୍ରତ ବ୍ରହ୍ମହତ୍ୟା ପରି ମହାପାପ ଏବଂ ଗର୍ଭପାତ ଭଳି ଘୋର ପାପକୁ ମଧ୍ୟ ନାଶ କରିବାର ଶକ୍ତି ରଖିଥାଏ। ଯେଉଁ ଭକ୍ତମାନେ ଭକ୍ତିଭାବର ସହିତ ଏହି ବ୍ରତକୁ ପାଳନ କରନ୍ତି ସେମାନେ ଶେଷରେ ଭଗବାନ ଶ୍ରୀବିଷ୍ଣୁଙ୍କର ଧାମକୁ ପ୍ରାପ୍ତ କରି ଅନନ୍ତ ପୁଣ୍ୟର ଅଧିକାରୀ ହୁଅନ୍ତି। ଏପରିକି ଯେଉଁମାନେ ଶ୍ରଦ୍ଧାର ସହ କାମିକା ଏକାଦଶୀର ମହିମାକୁ ଶ୍ରବଣ କରନ୍ତି ସେମାନେ ମଧ୍ୟ ସମସ୍ତ ପାପରୁ ମୁକ୍ତି ପାଇ ଶ୍ରୀବିଷ୍ଣୁଙ୍କର ପରମ ଧାମ ବୈକୁଣ୍ଠକୁ ପ୍ରାପ୍ତ କରନ୍ତି। ଏକାଦଶୀ ବ୍ରତର ସମସ୍ତ ନିୟମ ବିଧି, ପୂଜା ପଦ୍ଧତି, ବ୍ରତ କଥା, ମହତ୍ଵ, ପାରଣ ସମୟ ଏବଂ କଣ ଖାଦ୍ୟ ଗ୍ରହଣ କରିବେ ଏବଂ କଣ ଖାଦ୍ୟ ଗ୍ରହଣ କରିବେ ନାହିଁ, ପ୍ରତ୍ୟେକ ଏକାଦଶୀର ସଠିକ ତାରିଖ, ସମୟ ଏବଂ ଅନ୍ୟାନ୍ୟ ସମସ୍ତ ଧାର୍ମିକ ଅପଡେଟ ସବୁଠାରୁ ସର୍ବପ୍ରଥମେ ପାଇବା ପାଇଁ ଆମ ଚ୍ୟାନେଲକୁ ନିଶ୍ଚିତ ଭାବେ ସବସ୍କ୍ରାଇବ କରନ୍ତୁ। ଭିଡିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ନିଜ ପରିବାର ଓ ବନ୍ଧୁମାନଙ୍କ ସହିତ ସେୟାର କରନ୍ତୁ ଏବଂ ଆପଣଙ୍କର ମୂଲ୍ୟବାନ ମତାମତ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଜୟ ଜଗନ୍ନାଥ।